ଆଜି ଆମେ ବୁଡ଼ିଯିବା ଓଡ଼ିଶାର ସେହି ଗଭୀର ଇତିହାସ ଭିତରକୁ। ଏହା କେବଳ ଗୋଟେ ରାଜ୍ୟର କାହାଣୀ ନୁହେଁ, ବରଂ ଏହା ହେଉଛି ବଡ଼ ବଡ଼ ସାମ୍ରାଜ୍ୟର ଉତ୍ଥାନ ପତନ, ଅଦ୍ଭୁତ କଳାକୃତି, ଭୀଷଣ ସଂଘର୍ଷ ଆଉ ତାପରେ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହେବାର ଏକ ଅବିଶ୍ୱସନୀୟ ଗାଥା। ତାହେଲେ ଚାଲନ୍ତୁ ସିଧା ସେଇଠୁ ଆରମ୍ଭ କରିବା ଯେଉଁଠି ଏ କାହାଣୀର ସବୁଠୁ ବଡ଼ ମୋଡ଼ ଆସିଥିଲା। ଗୋଟିଏ ଏମିତି ଯୁଦ୍ଧ ଯାହା କେବଳ ଏକ ଅଞ୍ଚଳକୁ ନୁହେଁ, ପୁରା ଏସିଆ ମହାଦେଶର ଇତିହାସକୁ ବଦଳାଇ ଦେଇଥିଲା। ଚାଲନ୍ତୁ ଫେରିଯିବା ହଜାର ହଜାର ବର୍ଷ ପୂର୍ବକୁ। ସେତେବେଳେ ଏହି ଭୂମି କଳିଙ୍ଗ, ଉତ୍କଳ ବା ଓଡ୍ର ନାଁରେ ପରିଚିତ ଥିଲା, ଆଉ ନିଜର ସମୃଦ୍ଧ ବନ୍ଦର ଆଉ ସାହସୀ ନାବିକମାନଙ୍କ ପାଇଁ ଏହା ଏକ ବହୁତ ଶକ୍ତିଶାଳୀ ରାଜ୍ୟ ଥିଲା। ଓଡ଼ିଶାର ଇତିହାସରେ ଗୋଟେ ବଡ଼ ମୋଡ଼ ଆସେ ଯେତେବେଳେ ମୌର୍ଯ୍ୟ ସମ୍ରାଟ ଅଶୋକ ନିଜ ସାମ୍ରାଜ୍ୟକୁ ବଢ଼ାଇବା ପାଇଁ କଳିଙ୍ଗ ଉପରେ ଆକ୍ରମଣ କରନ୍ତି, ଆଉ ସେଇଠୁ ହୁଏ ଇତିହାସର ସବୁଠାରୁ ଭୟଙ୍କର ଆଉ ରକ୍ତାକ୍ତ ଯୁଦ୍ଧ ମଧ୍ୟରୁ ଗୋଟିଏ, କଳିଙ୍ଗ ଯୁଦ୍ଧ। ସବୁଠୁ ଆଶ୍ଚର୍ଯ୍ୟ କଥା କ'ଣ ଜାଣନ୍ତି? ଏ ଯୁଦ୍ଧର ଭୟାବହତା ବିଷୟରେ ଆମକୁ ନିଜେ ସେହି ବିଜେତା ସମ୍ରାଟ ଅଶୋକ ହିଁ ଜଣାନ୍ତି। ସେ ନିଜ ଶିଳାଲେଖରେ ଖୋଦେଇ କରି ଲେଖିଯାଇଛନ୍ତି ଯେ ଏ ଯୁଦ୍ଧରେ କେତେ ବଡ଼ ମାନବୀୟ କ୍ଷତି ହୋଇଥିଲା। କଳିଙ୍ଗ ଯୁଦ୍ଧରେ ଏତେ ରକ୍ତପାତ ଦେଖି ଚଣ୍ଡାଶୋକଙ୍କ ହୃଦୟ ପୁରା ବଦଳିଗଲା। ସେ ରାଜ୍ୟ ଜୟ କରିବାର ରାସ୍ତା ମାନେ ଦିଗ୍ବିଜୟ ଛାଡ଼ି ଧର୍ମବିଜୟର ରାସ୍ତା ଆପଣାଇଲେ। ବୌଦ୍ଧ ଧର୍ମ ଗ୍ରହଣ କଲେ ଆଉ ପୁରା ଏସିଆରେ ତାର ପ୍ରଚାର କଲେ। ତେଣୁ କୁହାଯାଇପାରେ କଳିଙ୍ଗର ପରାଜୟ ହିଁ ଗୋଟେ ସାମ୍ରାଜ୍ୟର ଆଧ୍ୟାତ୍ମିକ ବିଜୟ ଆଣିଥିଲା। ଏବେ ଯୁଦ୍ଧର ସେହି ଅନ୍ଧକାର ଭିତରୁ ବାହାରି ଓଡ଼ିଶା ଗୋଟେ ନୂଆ ପରିଚୟ ଘଡ଼ିଲା। ଏହା ପରର କିଛି ଶତାବ୍ଦୀ ଥିଲା କଳା, ସ୍ଥାପତ୍ୟ ଆଉ ସଂସ୍କୃତିର ଏକ ସୁବର୍ଣ୍ଣ ଯୁଗ। କିଛି ଶତାବ୍ଦୀ ପରେ ଆମେ ଦେଖୁଛେ କେଶରୀ ବଂଶବଳୀ ରାଜବଂଶମାନେ ଆଗେଇ ଆସୁଛନ୍ତି, ଆଉ ସେମାନେ ନିଜର ଭକ୍ତି ଆଉ ଶକ୍ତିକୁ ଦେଖାଇବା ପାଇଁ ବଡ଼ ବଡ଼ ଭବ୍ୟ ମନ୍ଦିର ତିଆରି କରିବା ଆରମ୍ଭ କଲେ। ଆଉ ଏହାର ଆରମ୍ଭ ହୁଏ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରୁ, ଯାହା ଆଜି ବି କଳିଙ୍ଗ ସ୍ଥାପତ୍ୟ କଳାର ଗୋଟେ ଶ୍ରେଷ୍ଠ ନମୁନା। ତାପରେ ଆସନ୍ତି ଇତିହାସର ଆଉ ଗୋଟେ ଶକ୍ତିଶାଳୀ ରାଜବଂଶ, ଗଙ୍ଗବଂଶ। ସେମାନେ ନିଜ ସାମ୍ରାଜ୍ୟକୁ ଗଙ୍ଗା ନଦୀଠାରୁ ଗୋଦାବରୀ ଯାଏଁ ବିସ୍ତାର କରିଥିଲେ। ସେମାନେ ବୈଷ୍ଣବ ଧର୍ମର ବହୁତ ବଡ଼ ସମର୍ଥକ ଥିଲେ, ଆଉ ସେମାନଙ୍କ ସମୟରେ ହିଁ ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର କାମ ସମ୍ପୂର୍ଣ୍ଣ ହୋଇଥିଲା। ଆଉ ଏହି ସୁବର୍ଣ୍ଣ ଯୁଗର ଚରମ ଉତ୍କର୍ଷ ତାର ଶ୍ରେଷ୍ଠ ଉଦାହରଣ ହେଉଛି ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହ ଦେବ ପ୍ରଥମଙ୍କ ଦ୍ୱାରା ତିଆରି ହୋଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହା ଖାଲି ଗୋଟେ ମନ୍ଦିର ନୁହେଁ, ଏହା ହେଉଛି ପଥରରେ ଲେଖା ହୋଇଥିବା ଗୋଟେ କବିତା। କିନ୍ତୁ ପ୍ରତ୍ୟେକ ଉତ୍ଥାନ ପରେ ଗୋଟିଏ ପତନ ଥାଏ, ଆଉ ଓଡ଼ିଶାର ଇତିହାସରେ ସେହି ସମୟ ଆସି ପହଞ୍ଚିଲା। କଳା ଆଉ ସ୍ଥାପତ୍ୟର ଏହି ସୁବର୍ଣ୍ଣ ଯୁଗ ବେଶୀଦିନ ତିଷ୍ଠି ପାରିଲା ନାହିଁ। ଦେଖନ୍ତୁ, ଗଜପତି ରାଜବଂଶ ଦୁର୍ବଳ ହେବା ପରେ ରାଜ୍ୟ ଭିତରେ କଳହ ଆଉ ବାହାରୁ ଆକ୍ରମଣ ବଢ଼ିଗଲା। ଫଳରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ବଙ୍ଗଳର ଆଫଗାନମାନଙ୍କ ସହ ଯୁଦ୍ଧରେ ହାରିଗଲେ ଆଉ ପ୍ରାଣ ହରାଇଲେ। ଏହି ବର୍ଷଟା 1568, ଏଟା କେବଳ ଗୋଟେ ତାରିଖ ନୁହେଁ, ଏଟା ହେଉଛି ଓଡ଼ିଶା ଇତିହାସର ଗୋଟେ ମୋଡ଼ବିନ୍ଦୁ। ଏହି ଦିନଠାରୁ ଓଡ଼ିଶାର ସ୍ୱାଧୀନତାର ସୂର୍ଯ୍ୟ ଅସ୍ତ ହୋଇଗଲା ଆଉ ଆରମ୍ଭ ହେଲା ପରାଧୀନତାର ଏକ ଲମ୍ବା କଳା ଅଧ୍ୟାୟ। ଏହାପରେ ଆରମ୍ଭ ହେଲା ଗୋଟିଏ ଲମ୍ବା ସଂଘର୍ଷର ଅଧ୍ୟାୟ। ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶା ବିଭିନ୍ନ ବାହାର ଶକ୍ତିର ଶାସନରେ ରହିଲା। କିନ୍ତୁ ଗୋଟେ କଥା ମନେ ରଖିବା ଦରକାର, ଓଡ଼ିଶା କେବେ ହାର ମାନିନଥିଲା, ପ୍ରତିରୋଧର ନିଆଁ ସବୁବେଳେ ଜଳୁଥିଲା। ତାହେଲେ ଦେଖନ୍ତୁ କେମିତି ଗୋଟେ ପରେ ଗୋଟେ ବିଭିନ୍ନ ଶକ୍ତି ଓଡ଼ିଶାକୁ ଶାସନ କଲେ। ଆଫଗାନଙ୍କ ପରେ ମୋଗଲ, ତାପରେ ବଙ୍ଗଳାର ନବାବ, ତାପରେ ମରାଠା, ଆଉ ଶେଷରେ ବ୍ରିଟିଶ। ଏହି ବାରମ୍ବାର କ୍ଷମତା ପରିବର୍ତ୍ତନର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଥିଲା, ଅର୍ଥନୀତି ଦୁର୍ବଳ ହେଉଥିଲା। କିନ୍ତୁ ଓଡ଼ିଶା କ'ଣ ଚୁପଚାପ ସବୁ ସହିଯାଉଥିଲା? ନା, ବିଲକୁଲ ନୁହେଁ। 1817ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହ ଏହାର ସବୁଠୁ ବଡ଼ ପ୍ରମାଣ। ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ବହୁତ ଶକ୍ତିଶାଳୀ ସଶସ୍ତ୍ର ବିଦ୍ରୋହ ଥିଲା, ଯାହାକୁ ଆଜି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମଧ୍ୟ କୁହାଯାଉଛି। ହେଲେ ବ୍ରିଟିଶ ଶାସନର ସବୁଠାରୁ କଳା ଅଧ୍ୟାୟ ଥିଲା 1866ରେ ଆସିଥିବା ସେହି ଭୟଙ୍କର 9 ଅଙ୍କ ଦୁର୍ଭିକ୍ଷ। ଏହା ପ୍ରାକୃତିକ ବିପର୍ଯ୍ୟୟଠାରୁ ବେଶୀ ପ୍ରଶାସନିକ ଅବହେଳା ଆଉ ଭୁଲ ନୀତିର ଏକ ଦୁଃଖଦ ପରିଣାମ ଥିଲା। 1 ମିଲିୟନ ମାନେ 10 ଲକ୍ଷ, ଏ ସଂଖ୍ୟାଟା ଶୁଣିବାକୁ ହିଁ କେତେ ଭୟଙ୍କର ଲାଗେ ନା? ଭାବନ୍ତୁ ଟିକେ, ଏଟା କେବଳ ଗୋଟେ ଆକଳନ ନୁହେଁ, ଏହା ଏକ ଭୟାବହ ମାନବୀୟ ବିପର୍ଯ୍ୟୟ ଥିଲା। ସେତେବେଳେ ରାଜ୍ୟର ପ୍ରାୟ 1/4 ଲୋକ ଖାଇବାକୁ ନ ପାଇ ପ୍ରାଣ ହରାଇଥିଲେ। କିନ୍ତୁ ଏହି ଦୁଃଖର ଅନ୍ଧକାର ଭିତରୁ ହିଁ ଜନ୍ମ ନେଲା ଗୋଟେ ନୂଆ ଜାଗରଣ, ଗୋଟେ ନୂଆ ଆଶା।
ଓଡ଼ିଆମାନେ ନିଜ ଭାଷା, ନିଜ ସଂସ୍କୃତି ଆଉ ନିଜର ଏକ ଅଲଗା ରାଜ୍ୟ ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନ ଆରମ୍ଭ କଲେ। ଆଉ ଏହି ଜାଗରଣକୁ ଆଗେଇ ନେବା ପାଇଁ ଆଗେଇ ଆସିଲେ ଫକୀରମୋହନ ସେନାପତି, ମଧୁସୂଦନ ଦାସ, ରାଧାନାଥ ରାୟ ଆଉ ଗୋପବନ୍ଧୁ ଦାସଙ୍କ ଭଳି କେତେ ମହାପୁରୁଷ। ସେମାନେ ନିଜ ଲେଖା, ରାଜନୀତି ଆଉ ସମାଜସେବା ଦ୍ୱାରା ଓଡ଼ିଆ ଅସ୍ମିତାର ନିଆଁକୁ ଜଳାଇ ରଖିଲେ। ଏକ ସ୍ୱତନ୍ତ୍ର ରାଜ୍ୟ ପାଇବାର ଏହି ଯାତ୍ରାଟା କିନ୍ତୁ ସହଜ ନଥିଲା। ପ୍ରଥମେ ତ ଲୋକଙ୍କ ମନରେ ଏକ ନୂଆ ଚେତନା ଜାଗିଲା, ତାପରେ ସେଟା ଗୋଟେ ଜୋରଦାର ଆନ୍ଦୋଳନର ରୂପ ନେଲା। ଆଉ ବହୁତ ସଂଘର୍ଷ ପରେ ଶେଷରେ 1936 ମସିହା ଏପ୍ରିଲ 1 ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା। ଭାରତ ସ୍ୱାଧୀନ ହେଲା ପରେ ଶେଷ କାମ ଥିଲା ଯେଉଁ ଛୋଟ ଛୋଟ ଗର୍ଜାତ ରାଜ୍ୟଗୁଡ଼ିକ ଥିଲା ସେଗୁଡ଼ିକ ଓଡ଼ିଶାରେ ମିଶାଇବା। ଆଉ ଯେତେବେଳେ ଏହି ମିଶ୍ରଣ ହୋଇଗଲା, ସେହିଦିନ ହିଁ ଆମେ ଆଜି ଦେଖୁଥିବା ସମ୍ପୂର୍ଣ୍ଣ ଓଡ଼ିଶାର ରୂପ ପାଇଲୁ। ତାହେଲେ ପ୍ରାଚୀନ କଳିଙ୍ଗରୁ ଆଧୁନିକ ଓଡ଼ିଶାର ଏହି ଲମ୍ବା ଯାତ୍ରା, ଏହି ଲମ୍ବା କାହାଣୀ, ପଥର ଉପରେ ଖୋଦିତ ଏହି ଇତିହାସ, ଏଟା ଆମକୁ କ'ଣ ଶିଖାଏ? ଏହା ଶିଖାଏ ଯେ ଗୋଟେ ସାଂସ୍କୃତିକ ପରିଚୟ କେତେ ଶକ୍ତିଶାଳୀ ହୋଇପାରେ, ଯାହା ଶହ ଶହ ବର୍ଷର ଆକ୍ରମଣ ଆଉ ପରିବର୍ତ୍ତନ ପରେ ବି ନିଜକୁ ବଞ୍ଚାଇ ରଖିପାରେ।